ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି ଡିସେମ୍ବର ମାସ 7 ତାରିଖ ରବିବାର। ଆଜି ମୁଁ ନେଇ ଆସିଛି ଦେଶ ବିଦେଶର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ଦୟାକରି ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ରଖନ୍ତୁ। ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ଖବର, ମିଳିବ ପୂରା ରିଫଣ୍ଡ। ଇଣ୍ଡିଗୋ ବିମାନ ସେବା ଦେଖାଯାଇଥିବା ବିଭ୍ରାଟ ଯୋଗୁଁ ହନ୍ତସନ୍ତ ହୋଇଯାଇଥିବା ଯାତ୍ରୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ସେବା ବ୍ୟାହତ ହେବା କାରଣରୁ ଯାତ୍ରୀମାନେ ଯେଉଁ ଯନ୍ତ୍ରଣା ଭୋଗିଛନ୍ତି, ସେଥିପାଇଁ କମ୍ପାନୀ କ୍ଷମା ମାଗିବା ସହ ଟଙ୍କା ଫେରସ୍ତ ନେଇ ଏକ ବଡ଼ ଘୋଷଣା କରିଛି। ଇଣ୍ଡିଗୋ ପକ୍ଷରୁ ସୋସିଆଲ ମିଡ଼ିଆରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଡିସେମ୍ବର 5ରୁ 15 ତାରିଖ ମଧ୍ୟରେ ଯେଉଁ ଯାତ୍ରୀମାନଙ୍କର ବିମାନ ବୁକିଂ ବାତିଲ ହୋଇଛି କିମ୍ବା ଯେଉଁମାନେ ନିଜେ ଟିକେଟ୍ ବାତିଲ କରିଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। ମେଧାବୀଙ୍କ ଭବିଷ୍ୟତ ସହ ଖେଳ, 1.5 ବର୍ଷରେ 19 ପରୀକ୍ଷା ବାତିଲ। ବହୁ ଆଶା ନେଇ ଭବିଷ୍ୟତକୁ ନଜରରେ ରଖି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀ। ଦିନରାତି ଏକ କରି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ପରୀକ୍ଷା ପରିଚାଳନାରେ ତ୍ରୁଟି ଯୋଗୁଁ ଚୁରମାର ହୋଇଯାଉଛି ମେଧାବୀ ସ୍ୱପ୍ନ। ମାତ୍ର 1.5 ବର୍ଷ ଭିତରେ ଆର୍ଆଇ, ଅମିନ, ସ୍ୱତନ୍ତ୍ର ଓଟିଇଟି, ଏସ୍ଆଇ ନିଯୁକ୍ତି, ହାଇକୋର୍ଟ ନିଯୁକ୍ତି ପରୀକ୍ଷା ସମେତ ବାତିଲ ହେଲାଣି 19ଟି ପରୀକ୍ଷା। ବାରମ୍ବାର ପରୀକ୍ଷା ବାତିଲ ହେଉଥିବାରୁ ଚିନ୍ତାରେ ପଡ଼ିଛନ୍ତି ବିଭିନ୍ନ ପରୀକ୍ଷା ଛାତ୍ରଛାତ୍ରୀ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ସରକାରଙ୍କୁ ଘେରିଛନ୍ତି। ପୁଣି ଫେରିଲା ଶିକ୍ଷକ ଆନ୍ଦୋଳନ, ରାଜରାସ୍ତାରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ରାଜଧାନୀ ରାଜରାସ୍ତା ଗର୍ଜିଲେ ପ୍ରାଥମିକ ଶିକ୍ଷକ। ସ୍କୁଲ ଛାଡ଼ି ଲୟାଲ ପିଏମ୍ଜିରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ। ଚାକିରି ସାଙ୍ଗକୁ 4200 ଗ୍ରେଡ୍ ପେ ଭଳି 2 ଦଫା ଦାବିରେ ରାଜରାସ୍ତାରେ ଦୀପ ଜାଳି ପ୍ରତିବାଦ କରିଛନ୍ତି। ନିଜେ ଭକ୍ତ ଓ ନିଜେ ପୂଜକ ହୋଇ ରାସ୍ତା ମଝିରେ ଦୀପ ଧୂପକାଠି ଜାଳି କଳସ ବସାଇ ଭଗବାନଙ୍କୁ ନିଜ ଦୁଃଖ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, 18,000 ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡ଼ିବ। ଗତ 5 ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ଯୋଗୁଁ ଅନ୍ୟ ବିମାନ କମ୍ପାନୀଗୁଡ଼ିକର ଟିକେଟ୍ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଉଡ଼ାଣ କମ୍ପାନୀ ଉପରେ ରୋକ୍ ଲଗାଯାଇଛି, ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିମାନ କମ୍ପାନୀଗୁଡ଼ିକର ଅଧିକ ଶୁଳ୍କ ନେଇପାରିବେ ନାହିଁ। 500 କିଲୋମିଟର ଭିତରେ ବିମାନ ଭଡ଼ା 7,500 ଟପିବ ନାହିଁ ବୋଲି ବିମାନ କମ୍ପାନୀଗୁଡ଼ିକୁ ଅବଗତ କରାଇଛନ୍ତି। ଖୋଲିଲା ମଣ୍ଡି, ସରିନି ଟେନସନ। ଟୋକନ ମିଳିନଥିବାରୁ କେମିତି ବିକିବେ ଧାନ, ଚିନ୍ତାରେ ଚାଷୀ। ମଣ୍ଡି ଖୋଲିଲା କିନ୍ତୁ ଟୋକନ ଆସିନଥିବାରୁ ଧାନ ବିକି ପାରୁନାହାନ୍ତି ଚାଷୀ। ଯେଉଁ ଚାଷୀଙ୍କୁ ଟୋକନ ମିଳିଛି, ସେମାନଙ୍କୁ ଟାର୍ଗେଟ ନଥିବାରୁ ଧାନ ବିକ୍ରି ହୋଇପାରୁନି। ଖୋଲା ଆକାଶ ତଳେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ। ସମ୍ବଲପୁର ଜିଲ୍ଲାରେ ପ୍ରାୟ 16,000 ଚାଷୀଙ୍କ ପାଖକୁ ଟୋକନ ଆସିନି। କୁଚିଣ୍ଡା ଉପଖଣ୍ଡରେ ସବୁଠୁ ବଡ଼ ସମସ୍ୟା ହେଉଛି ଟୋକନ ସମସ୍ୟା। ବରଗଡ଼ ଜିଲ୍ଲାରେ ଅଧାରୁ ଅଧିକ ଚାଷୀଙ୍କୁ ଟୋକନ ମିଳିନି, ଯାହାକୁ ନେଇ ସରକାରଙ୍କୁ ଚରମ ବାଣୀ ଶୁଣାଇଛି ଚାଷୀ ସଂଗଠନ। ସଞ୍ଚାର ସାଥୀ ୟୁ-ଟର୍ଣ୍ଣ ଉପରେ କେନ୍ଦ୍ରର ଆଉ ଏକ ବଡ଼ ଯୋଜନା। ସବୁବେଳେ ବାଧ୍ୟତାମୂଳକ ହୋଇପାରେ ଲୋକେସନ ଟ୍ରାକିଂ ବ୍ୟବସ୍ଥା। ଭାରତ ସରକାର ଦେଶରେ ବିକ୍ରି ହେଉଥିବା ସମସ୍ତ ସ୍ମାର୍ଟଫୋନରେ ସବୁବେଳେ ଚାଲୁ ରହୁଥିବା ସାଟେଲାଇଟ୍ ଲୋକେସନ ଟ୍ରାକିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଦେବାର ବିଚାର କରୁଛନ୍ତି। ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଅପରାଧୀର ସଠିକ୍ ଠିକଣା ଜାଣିବାରେ ସାହାଯ୍ୟ କରିବା ପାଇଁ ଦୂରସଞ୍ଚାର ଉଦ୍ୟୋଗ ସଂଘ ସିଓଆଇ ପକ୍ଷରୁ ଏହି ପ୍ରସ୍ତାବ ଆସିଛି।
ଇଣ୍ଡିଗୋ ସଂକଟକୁ ନେଇ ରେଲୱେର ବଡ଼ ନିଷ୍ପତ୍ତି, ଯାତ୍ରୀଙ୍କ ପାଇଁ ଅତିରିକ୍ତ ଟ୍ରେନ୍ ସୁବିଧା। ଇଣ୍ଡିଗୋ ଏୟାରଲାଇନ୍ସରେ ହଠାତ୍ କର୍ମଚାରୀ ଅଭାବ ଏବଂ ବୈଷୟିକ ପରିଚାଳନା ସମ୍ବନ୍ଧିତ ସମସ୍ୟା ଦେଶବ୍ୟାପୀ ହଜାର ହଜାର ଯାତ୍ରୀଙ୍କୁ ସମସ୍ୟାରେ ପକାଇଛି। ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ଇନ୍ଦୋର, କୋଚି, ତିରୁବନନ୍ତପୁରମ୍ ସମେତ ଅନେକ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ହୋଇଛି। 44% ବଢ଼ିବ ଦରମା, ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା। ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଗତ ନଭେମ୍ବର 3 ତାରିଖରେ ସୂଚନା ଜାରି କରିବା ସହିତ ଅଷ୍ଟମ ବେତନ କମିଶନ ଗଠନ କରିବାକୁ ଘୋଷଣା କରିସାରିଛନ୍ତି। ସରକାର ସୂଚନା ଅନୁସାରେ ନ୍ୟାୟମୂର୍ତ୍ତି ରଞ୍ଜନା ଦେଶାଇଙ୍କୁ ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟା ହେଉଛି ବଡ଼ ବିଭ୍ରାଟ। 17 ମାସରେ ବାତିଲ ହେଲାଣି 19 ପରୀକ୍ଷା। ବାରମ୍ବାର ରାଜ୍ୟରେ ବାତିଲ ହେଉଛି ନିଯୁକ୍ତି ପରୀକ୍ଷା। ଗତ 1.5 ବର୍ଷରେ 19ଟି ଏଭଳି ପରୀକ୍ଷା ବାତିଲ ହୋଇଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କାହିଁକି ନିଯୁକ୍ତିରେ ହେଉଛି ଏଭଳି ବିଭ୍ରାଟ? ଗତକାଲି ଏଏନ୍ଏମ୍ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଫଳରେ ପରୀକ୍ଷା ବାତିଲ ହୋଇଛି। ଗତ କିଛି ଦିନରେ ଏଭଳି ଅନେକ ନିଯୁକ୍ତି ପରୀକ୍ଷାର ବିଭ୍ରାଟ ସବୁ ଦେଖିବାକୁ ମିଳୁଛି। ଏସ୍ଆଇ ପରୀକ୍ଷାଠାରୁ ଆରମ୍ଭ କରି ଓଡ଼ିଶା ହାଇକୋର୍ଟ ନିଯୁକ୍ତି ପରୀକ୍ଷା, ଓଟିଇଟି ପରୀକ୍ଷା ଠାରୁ ନେଇ ଓଏସ୍ଏସ୍ସି ପରୀକ୍ଷା ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା, ଯାହା ଫଳରେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ। ଏବଂ ରାଜ୍ୟରେ ହାଡ଼ଭଙ୍ଗା ଜାଡ଼। କୋରାପୁଟରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି। କୋରାପୁଟରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି। କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା 15 ଡିଗ୍ରୀ ତଳକୁ ରହିଛି। ସକାଳ ସନ୍ଧ୍ୟାରେ ଘନ କୁହୁଡ଼ି ଛାଇ ରହିଥିବାରୁ ଦୃଶ୍ୟମାନ ଦୂରତା କମ୍ ରହୁଛି। ଜନସାଧାରଣ ଏବଂ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍ ଏବଂ ଛୋଟ ବଡ଼ ଯାନଗୁଡ଼ିକ ବିଳମ୍ବରେ ଚାଲୁଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।